ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ମୂର୍ଖ ଧନୀର ଦୃଷ୍ଟାନ୍ତ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। କିନ୍ତୁ ଆପଣମାନେ ଜାଣି ରହିବା ଦରକାର, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦୃଷ୍ଟାନ୍ତ ଏବଂ ଉଦାହରଣ, ଆଉ ଥରେ କହିବା ପାଇଁ ଚାହେଁ, ଦୃଷ୍ଟାନ୍ତ ଏବଂ ଉଦାହରଣରେ ଡକ୍ଟ୍ରିନ୍ ବା ବାକ୍ୟ ବନିବ ନାହିଁ। କାରଣ ହେଲା, ପ୍ରଭୁ ଯୀଶୁ ଲୋକମାନଙ୍କୁ ବୁଝାଇବା ନିମନ୍ତେ, ଲୋକମାନେ ବୁଝି ନ ପାରୁଥିବା ସମୟରେ ପ୍ରଭୁ ଯୀଶୁ ଦୃଷ୍ଟାନ୍ତ ଏବଂ ଉଦାହରଣକୁ ବ୍ୟବହାର କରିଛନ୍ତି, ଲୋକମାନେ ଯେପରି ବୁଝନ୍ତୁ ବୋଲି। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ମଣ୍ଡଳୀରେ ଆପଣମାନେ ଦେଖିବେ, ଦୃଷ୍ଟାନ୍ତକୁ ଏବଂ ଉଦାହରଣକୁ ମଣ୍ଡଳୀରେ ଲାଗୁ କରୁଛନ୍ତି, କିନ୍ତୁ ଦୃଷ୍ଟାନ୍ତ ଏବଂ ଉଦାହରଣ ବାକ୍ୟ ହେବ ନାହିଁ। କାରଣ ପ୍ରଭୁ ଯୀଶୁ ଲୋକମାନଙ୍କୁ ବୁଝାଇବା ବିଷୟ ଲେଖାଯାଉଅଛି। କିନ୍ତୁ ଆପଣମାନଙ୍କ ପାଖରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ଧନବାନ ବ୍ୟକ୍ତିଙ୍କ ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କାରଣ ବର୍ତ୍ତମାନ ସମୟରେ ଅନେକ ଧନବାନ ବ୍ୟକ୍ତିମାନେ ଅଛନ୍ତି, ଅନେକ ଗରିବ ବ୍ୟକ୍ତିମାନେ ଅଛନ୍ତି, ଅନେକ ପ୍ରକାର ଲୋକମାନେ ଅଛନ୍ତି। ଅନେକ ସମୟରେ ଆପଣମାନେ ଅନେକ ପ୍ରକାର ଲୋକମାନଙ୍କୁ ଆପଣମାନେ ଦେଖିଥିବେ, କଥାବାର୍ତ୍ତା ମଧ୍ୟ ହୋଇଥିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗୋଟିଏ ଧନବାନ ବ୍ୟକ୍ତିଙ୍କ ବିଷୟରେ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ, ଏହି ଜାଗାରେ ଲେଖାଯାଏ, ଲୁକ ଲିଖିତ ସୁସମାଚାର ତାର 16 ପର୍ବ ତାର 19, ଧନୀ ଏବଂ ଲାଜାର। ଜଣେ ଧନୀ ଲୋକ ଥିଲା। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଧନୀ ବହୁମୂଲ୍ୟ ବସ୍ତ୍ର ପିନ୍ଧି, ଆପଣମାନେ ଯଦି ପଢ଼ିଥିବେ ବା ଅଧ୍ୟୟନ କରିଥିବେ, ତାହେଲେ ଆପଣମାନେ ଜାଣିପାରିଥିବେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସୋଦୋମର ହମରାରେ ମଧ୍ୟ ବହୁତ ଧନବାନ ବ୍ୟକ୍ତିମାନେ ଥିଲେ। କିନ୍ତୁ ସେମାନେ ଅନ୍ୟ ଲୋକମାନଙ୍କୁ ଖାଦ୍ୟ ଦେଉନଥିଲେ। ସେଇ ଧନବାନ ବ୍ୟକ୍ତିମାନଙ୍କ ପାଖରେ, ସେଇ ସୋଦୋମର ଗୋମରା ପାଖରେ, ସେଇ ଜାଗାର ଲୋକମାନଙ୍କ ପାଖରେ କିଛି ଅଭାବ ନଥିଲା। ସେମିତି ସେମାନେ ଧନବାନ ବ୍ୟକ୍ତି ଥିଲେ, କିନ୍ତୁ ଲୋକମାନଙ୍କୁ ଖାଇବା ପାଇଁ ଦେଉନଥିଲେ। ଯଦି ଜଣେ ବ୍ୟକ୍ତି ସେଇ ସୋଦୋମର ହମରାରେ, ଜଣେ ବ୍ୟକ୍ତି ପରଦେଶୀ ବ୍ୟକ୍ତି ଯଦି ସେଇ ଜାଗାରେ ଆସେ, ତାହେଲେ ସେଇ ବ୍ୟକ୍ତିକୁ ପ୍ରଥମରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ସୁନା ଚାନ୍ଦି ଦେଉଥିଲେ, କିନ୍ତୁ ଖାଦ୍ୟ ଦେଉନଥିଲେ। ସେଇ ଜାଗାରେ ଅନ୍ୟ ଲୋକମାନେ ଆସି ଭୋକରେ ସେମାନେ ମରିଯାଉଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଇ ଜାଗାର ଥିବା ଧନବାନ ବ୍ୟକ୍ତି ଏଇ ଜାଗାରେ ଆମ୍ଭେମାନେ ଦେଖିବା ପାଇଁ ପାଉଛୁ। କାରଣ ଏଇ ଜାଗାର ଧନବାନ ବ୍ୟକ୍ତି ମଧ୍ୟ ସେ ଲାଜାରକୁ ଚିହ୍ନି ପାରୁନାହିଁ, ଜାଣିପାରୁନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଇଁ ସୋଦୋମର ହମରା 4 ପ୍ରକାର ପାପ ଦ୍ୱାରା ବିନାଶ ହୋଇଅଛନ୍ତି। এই ବିଷୟକୁ ଆପଣମାନେ ଦେଖିବା ପାଇଁ ହେଲେ ଆପଣମାନେ ଏହି ଚ୍ୟାନେଲରେ ହିଁ ଆପଣମାନେ ତଳକୁ ତଳକୁ ଦେଖନ୍ତୁ। ସୋଦୋମର ଗୋମରା 4 ପ୍ରକାର ପାପ ଦ୍ୱାରା ବିନାଶ ହୋଇଅଛନ୍ତି, ଏ ବିଷୟ ଅପଲୋଡ଼ ହୋଇଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଦେଖିବା, ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା, କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା। ତାହାର ଦେହଯାକ ଘା ଭର୍ତ୍ତି ହୋଇଥିଲା। ସେ ସେଇ ଧନୀ ଲୋକର ମେଜରୁ ପଡ଼ିବା ଅଇଁଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା। ମାତ୍ର କୁକୁର ଗୁଡ଼ାକୁ ସୁଦ୍ଧା ଆସି ତାହାର ଘା ସବୁ ଚାଟୁଥିଲେ। ଏଇ ଲାଜାରକୁ କୁକୁର ଗୁଡ଼ାକ
ଅର୍ଥାତ୍ ବହୁ ବଚନ। ଅନେକ କୁକୁର ଆସି ଲାଜାରକୁ ଚାଟୁଥିଲେ, ତାର ଘାକୁ ଚାଟୁଥିଲେ, କିନ୍ତୁ ଏଇ ଧନବାନ ବ୍ୟକ୍ତିଙ୍କ ପାଖରେ ଲାଜାର ଥିଲେ ମଧ୍ୟ ସେଇ ଧନବାନ ବ୍ୟକ୍ତି କେବେ ମଧ୍ୟ ବାବୁରେ, ଧନରେ କିମ୍ବା ଯେକୌଣସି ବିଷୟ ସେ କହିନାହିଁ ତୁ କେମିତି ଅଛୁ, ଏ ଜାଗାରେ କ'ଣ କରିଛୁ, ଏ ପ୍ରକାର କିଛି ମଧ୍ୟ କହିନାହିଁ ସେଇ ଧନବାନ ବ୍ୟକ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ପଢ଼ିଥିବେ, ଆଉ ଥରେ କହିବା ପାଇଁ ଚାହେଁ, ସୋଦୋମର ହମରାରେ ଜଣେ ବ୍ୟକ୍ତି ଆସିକି ମରିଗଲା ପରେ ସେ ବ୍ୟକ୍ତିଙ୍କର ପୋଷାକକୁ ମଧ୍ୟ ଲୋକମାନେ ଭାଗ ଭାଗ କରୁଥିଲେ ଏବଂ ସେଇ ବ୍ୟକ୍ତି ମଲା ପରେ ଭାଗ କଲା ପରେ ତାର ପୋଷାକକୁ ଭାଗ କଲା ପରେ ସେ ବ୍ୟକ୍ତିଙ୍କୁ ଏକ ପାହାଡ଼ରେ ନେଇ, ଏକ ଜଙ୍ଗଲରେ ନେଇ ତାର ନିଜରେ ତାକୁ ଫିଙ୍ଗି ଦେଉଥିଲେ, ତୋପି ଦେଉଥିଲେ। এই ଜାଗାରେ ମଧ୍ୟ ଏଇ ଧନବାନ ବ୍ୟକ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ଲେଖାଯାଏ ତାର ଫାଟକ ପାଖରେ ଥିଲେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହୁଥିଲା, ଭିକାରୀ। କିନ୍ତୁ ଏଇ ଧନବାନ ବ୍ୟକ୍ତି କିଛି ମଧ୍ୟ ବା ଟିକେ ମଧ୍ୟ ବାବୁରେ କି କିଛି ମଧ୍ୟ କହିନାହିଁ। କିନ୍ତୁ ସମୟ ଆସିଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ବ୍ୟକ୍ତି, এই ଧନବାନ ବ୍ୟକ୍ତି ମୃତ୍ୟୁବରଣ କଲା ଏବଂ এই ଗରିବ, এই ଭିକାରୀ ଲାଜାର ମଧ୍ୟ ମୃତ୍ୟୁବରଣ କଲା। ଦୁଇ ଜଣ ଯାକ ମୃତ୍ୟୁବରଣ କଲେ। এই ଧନବାନ ବ୍ୟକ୍ତିଙ୍କ ମୃତ୍ୟୁବରଣରେ ବା ସମାଧି ଦେବାରେ ଅନେକ ଧନବାନ ବ୍ୟକ୍ତିମାନେ ମଧ୍ୟ ଆସିଥିବେ ସମାଧି ଦେବା ନିମନ୍ତେ, କବର ଦେବା ନିମନ୍ତେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଗରିବ ଭିକାରୀ ଲାଜାର ଏହାଙ୍କର ସମାଧି ଦେବା ନିମନ୍ତେ ଲୋକମାନେ ଆସି ମଧ୍ୟ ନଥିବେ, କାରଣ ଏ ଜଣେ ଭିକାରୀ, ଦେହଯାକ ଘା ଭର୍ତ୍ତି। ଏବଂ ବର୍ତ୍ତମାନ ସମୟରେ ମଧ୍ୟ ଦେଖିବେ ଧନବାନ ବ୍ୟକ୍ତିମାନଙ୍କର ବହୁତ ଲୋକମାନେ ଆସିବେ, ବିବାହରେ ଆସିବେ, ଭୋଜିରେ ଆସିବେ, ଯେକୌଣସି ସ୍ଥାନରେ ଆସିବେ, କିନ୍ତୁ ଜଣେ ଭିକାରୀ ଗରିବ ପାଖରେ କେହି ମଧ୍ୟ ଆସନ୍ତି ନାହିଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଯେତେବେଳେ ଏମାନେ ମରିଗଲେ, ଧନବାନ ବ୍ୟକ୍ତି ଏବଂ ଲାଜାର, এই ଧନବାନ ବ୍ୟକ୍ତି ନରକ ଯନ୍ତ୍ରଣାରେ କଳବଳ ହେଉଅଛି ଏବଂ এই ଲାଜାର ଅବ୍ରାହମଙ୍କ କୋଳରେ ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର କାହିଁକି ଏମିତି ହେଲା। କାରଣ ସେ ବଞ୍ଚିଥିବା ସମୟରେ ସବୁ ବିଷୟ ଭଲ ପାଇଅଛି ଧନବାନ ବ୍ୟକ୍ତି, କାହାକୁ କିଛି ମଧ୍ୟ ଟିକେ ଭାବି ନାହିଁ। ସେ ନିଜକୁ ମହାପୁରୁଷ ବୋଲି, ମୁଁ ଜଣେ ଧନବାନ ବ୍ୟକ୍ତି ବୋଲି, ଏବଂ এই ଜାଗାରେ ଲେଖାଯାଏ ବହୁମୂଲ୍ୟ ବସ୍ତ୍ର ପିନ୍ଧେ। ଆମ୍ଭେମାନେ ଗରିବମାନେ କେମିତି ବସ୍ତ୍ର ପିନ୍ଧନ୍ତି, କିନ୍ତୁ এই ଧନବାନ ବ୍ୟକ୍ତି ବହୁମୂଲ୍ୟ, ଅର୍ଥାତ୍ କେତେ ପଇସା ହେଇଥାଇପାରେ ଆମ୍ଭେମାନେ କହିପାରିବା ନାହିଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀରେ ଅନେକ ପ୍ରକାର ଲୋକ ଅଛନ୍ତି। ଆମ୍ଭେମାନେ ସମସ୍ତେ ଦିନେ ନା ଦିନେ ମୃତ୍ୟୁବରଣ କରିବା। ଯଦି ଆମ୍ଭେମାନେ ଧନବାନ, ତାହେଲେ ପ୍ରଭୁ ଆମକୁ ଧନବାନ କରିଛନ୍ତି, କାରଣ ଲୋକମାନଙ୍କୁ ଦେଖିବା ନିମନ୍ତେ, ଲୋକମାନଙ୍କୁ ଚିହ୍ନି ପାରିବା କି ନାହିଁ, ଏଥିପାଇଁ ପ୍ରଭୁ ଯୀଶୁ ଧନବାନ କରିଛନ୍ତି। ଏବଂ ଆଉ ଗୋଟିଏ ବିଷୟ ମଧ୍ୟ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଉ ଗୋଟିଏ ଟପିକ୍ ସେ ବିଷୟ ହେଇଯାଇପାରେ, ଜ୍ଞାନ ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଦୃଷ୍ଟାନ୍ତରେ ବାକ୍ୟ ହେବ ନାହିଁ, କିନ୍ତୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ, ଜଣେ ଧନୀ ଲୋକର କ୍ଷେତ୍ରରେ ବହୁତ ଫସଲ ହେଲା। ସେ ବ୍ୟକ୍ତିଙ୍କର ବହୁତ ଫସଲ ହେଲା, ସେଥିରେ ସେ ମନେ ମନେ ବିବେଚନା କରି କହିଲା, କ'ଣ କରିବି, କାରଣ ମୋର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ। ପୁଣି ସେ କହିଲା, ଏହା କରିବି, ମୋର ଅମାର ସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋର ଶସ୍ୟ ଦ୍ରବ୍ୟ ସଂଗ୍ରହ କରି ରଖିବି। ସେଇ ଧନବାନ ବ୍ୟକ୍ତି କହୁଛି,
ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୋର କ୍ଷେତରେ ବହୁତ ଫସଲ ହୋଇଅଛି, ଏ ବିଷୟକୁ ମୁଁ କ'ଣ କରିବି ବା ଏ ଫସଲକୁ କ'ଣ କରିବି, ରଖିବା ପାଇଁ ସ୍ଥାନ ନାହିଁ। କିନ୍ତୁ ସେ ଭାବିଲା, ବିବେଚନା କଲା, ସେ ଭାବିଲା ମୋର ଅମାର ସବୁ ସାନ ସାନ ଅଛି, ତାକୁ ଭାଙ୍ଗିକି ବଡ଼ ବଡ଼ କରିବି, ସେଇ ଜାଗାରେ ରଖିବି। ଏ ବିଷୟ କରି ସେ କଲା। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଉ ମୁଁ ମୋର ପ୍ରାଣକୁ କହିବି, ସେ ନିଜକୁ କହୁଛି, ମୁଁ ନିଜେ ମୋର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଦ୍ରବ୍ୟ ସଞ୍ଚିତ ଅଛି, ବିଶ୍ରାମ କର, ଭୋଜନ କର, ଆମୋଦ କର। ଏ ବିଷୟ ସେ ନିଜକୁ ନିଜେ ଭାବୁଅଛି। କିନ୍ତୁ ପରମେଶ୍ୱର କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋଠାରୁ ଯଦି ନିଆଯିବ, ସେଥିରେ ତୁ ଯାହା ଯାହା ଆୟୋଜନ କରିଅଛୁ ସେସବୁ କାହାର ହେବ? ଏ ବିଷୟ ପ୍ରଭୁ ଯୀଶୁ କହୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀରେ ଆପଣମାନେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥିବେ, ସେତେଦିନ ପର୍ଯ୍ୟନ୍ତ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅନେକ ଧନ ସମ୍ପତ୍ତି ଆପଣମାନେ ଉପାର୍ଜନ କରିଥିବେ। କିନ୍ତୁ ସେଇ ଧନ ସମ୍ପତ୍ତି ଆପଣମାନଙ୍କୁ ବଞ୍ଚାଇ ରଖିପାରିବ ନାହିଁ। ଧନ ସମ୍ପତ୍ତି ଉପରେ ମନୁଷ୍ୟର ପ୍ରାଣ ନିର୍ଭର କରେ ନାହିଁ। ଆପଣଙ୍କ ପାଖରେ ଯେତେ ଧନ ସମ୍ପତ୍ତି ଥାଉ, ମନୁଷ୍ୟର ପ୍ରାଣ ଧନ ସମ୍ପତ୍ତି ଉପରେ ନିର୍ଭର କରେ ନାହିଁ। ଯଦି ଧନ ସମ୍ପତ୍ତି ଦ୍ୱାରା ଗୋଟେ ବ୍ୟକ୍ତିଙ୍କର ପ୍ରାଣ ଯଦି ବଞ୍ଚି ପାରିଥାନ୍ତା, ତାହେଲେ ବଡ଼ ବଡ଼ ଧନୀ ଲୋକମାନେ ମରିନଥାନ୍ତେ, ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ରହିଥାନ୍ତେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ନିଜ ଇଚ୍ଛାରେ ମରିପାରିବା ନାହିଁ, ନିଜ ଇଚ୍ଛାରେ ବଞ୍ଚି ମଧ୍ୟ ପାରିବା ନାହିଁ। ଏ ବିଷୟ ଆପଣମାନେ ମନେ ରଖନ୍ତୁ। ସମସ୍ତ ଜଗତ ଲାଭ করে, এই ପୃଥିବୀର ଧନ ସମ୍ପତ୍ତି ସବୁ ବିଷୟକୁ ଲାଭ କଲା ପରେ, ଉପାର୍ଜନ କଲା ପରେ, ଯଦି ଆମ୍ଭମାନଙ୍କର ନିଜର ପ୍ରାଣକୁ ଯଦି ହରାଇବା, ତାହେଲେ କି ଲାଭ ଦେବ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ସମସ୍ତ ଜଗତ ଲାଭ କରି ନିଜର ପ୍ରାଣକୁ ଯଦି ହରାଏ, ତାହେଲେ କି ଲାଭ? ଆପଣା ଜୀବନ ବଦଳରେ କ'ଣ ଦେଇପାରୁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମର ଜୀବନ ବଦଳରେ ଆମ୍ଭେମାନେ କ'ଣ ଦେଇପାରିବା? ପ୍ରଭୁ ଯୀଶୁ କହନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ଲୋକର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ କ'ଣ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖିଥିବେ, ଜାଣି ମଧ୍ୟ ଥିବେ। ଏବଂ ଆଉ ଗୋଟିଏ ବିଷୟ ପ୍ରଭୁ ଯୀଶୁ କହିଲେ, ସୂଚୀର ଛିଦ୍ର ଦେଇ ଅଟର ପ୍ରବେଶ କରିବା ସହଜ, କିନ୍ତୁ ଧନୀ ଲୋକ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଧନବାନ ହେବା, କିନ୍ତୁ ଯଦି ଆମ୍ଭେମାନେ ପ୍ରଭୁଙ୍କୁ ଯଦି ଭୁଲିବା, ତାହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ କ'ଣ କରିବା? ପ୍ରଭୁ ଯୀଶୁ ଅନେକ ଦୃଷ୍ଟାନ୍ତ ଦ୍ୱାରା, ଅନେକ ବାକ୍ୟ ଦ୍ୱାରା ଲୋକମାନଙ୍କୁ ବୁଝାଉଅଛନ୍ତି। ବାଇବେଲ ଆପଣମାନେ ଯଦି ପଢ଼ିଥିବେ, ଜାଣିଥିବେ। କିନ୍ତୁ ଏଇ ଜାଗାର ଧନବାନ ବ୍ୟକ୍ତି, ତାକୁ ପ୍ରଭୁ ଯୀଶୁ କହୁଛନ୍ତି ଅନେକ ବିଷୟ। କାହିଁକି ଏ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କଲି ପ୍ରଭୁଙ୍କର ପ୍ରିୟ ଲୋକମାନେ? କାରଣ ଆପଣମାନେ କିଛି ମଧ୍ୟ ଆପଣମାନେ ଶିଖନ୍ତୁ। କିଛି ମଧ୍ୟ ମନୁଷ୍ୟର ଧନ ସମ୍ପତ୍ତି ମନୁଷ୍ୟକୁ ଉଦ୍ଧାର କରିପାରିବ ନାହିଁ। ଏ ବିଷୟ ଆପଣମାନେ ଧ୍ୟାନ ଦିଅନ୍ତୁ। ଏବଂ ଯେଉଁ ପରମେଶ୍ୱରଙ୍କର ଆପଣମାନେ ସେବା ଆରାଧନା କରୁଛନ୍ତି, ସେହି ପରମେଶ୍ୱର ଆଶୀର୍ବାଦ ହିଁ କରନ୍ତି ନାହିଁ, ସେ ବିନାଶ ମଧ୍ୟ କରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ,